ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି କାର୍ଯ୍ୟ କରାଯାଇଥିଲା। ଭିତର ରତ୍ନଭଣ୍ଡାରର ବାକି ଥିବା ଗଣତି କାର୍ଯ୍ୟ ଆଗାମୀ ଦିନରେ କେଉଁ ସମୟରେ ହେବ ସେ ନେଇ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମହାପ୍ରଭୁ ଆଜି ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଯାହା ଆମେ ପୂର୍ବ ନିର୍ଦ୍ଧାରିତ କରିଥିଲେ, ଯେଉଁ ରତ୍ନ ଅଳଙ୍କାର ଗୁଡ଼ିକ ବା ଆଭୂଷଣ ଗୁଡ଼ିକ ମହାପ୍ରଭୁ ମାନେ ଶ୍ରୀଅଙ୍ଗରେ ଧାରଣ କରିଥାନ୍ତି, ଏବେ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ଚିତା, ରତ୍ନ ଖଚିତ ଚିତା 3 ବାଡ଼ର, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେଇ ଚିତା ଗୁଡ଼ିକରେ ତାର ଯେଉଁ ଆମର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି ତାର ସେ ଚିହ୍ନଟ କଲେ ଏବଂ ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ମସିହା ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ସମ୍ପର୍କରେ ସମୀକ୍ଷା କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର କ୍ଷୟକ୍ଷତିର ତଥ୍ୟ ଆସିବା ପୂର୍ବରୁ ପ୍ରାଥମିକ ଭାବେ କ୍ଷତିଗ୍ରସ୍ତ ଜିଲ୍ଲାକୁ 110 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ପୂର୍ଣ୍ଣାଙ୍ଗ ରିପୋର୍ଟ ପରେ ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଅର୍ଥ ପ୍ରଦାନ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥର ପ୍ରଥମ ଥର ପାଇଁ ଓଡ଼ିଶାର ବିଭିନ୍ନ ନଦୀରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଠାରୁ ଆରମ୍ଭ କରି ଦେବୀ, ତେଲ ନଦୀ, ମହାନଦୀ ପର୍ଯ୍ୟନ୍ତ ସମାନ୍ତରାଳ ଭାବରେ 60% ଅଧିକ ବୃଷ୍ଟି ହେବା ଫଳରେ ଓଡ଼ିଶାର 30ଟା ଜିଲ୍ଲାରୁ 22ଟା ଜିଲ୍ଲା ପ୍ରଭାବିତ ହୋଇଥିଲେ। ସେ କ୍ରମରେ ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଇଏ 3ଟା ଜିଲ୍ଲା ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା। ଏଥର ଜଳସମ୍ପଦ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସେ କ୍ରମରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗର ମଧ୍ୟରେ ତାଳମେଳ ନିଖୁଣ ଭାବରେ ରହିଥିବା କାରଣରୁ ଏବଂ ଜଳ ନିଷ୍କାସନଟାକୁ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ କରିଥିବା କାରଣରୁ ବହୁ ଜାଗାରେ ବନ୍ୟା ପରିସ୍ଥିତି ବ୍ୟାପକ ଭାବରେ ଆମେ କଣ୍ଟ୍ରୋଲ କରିବା ପାଇଁ ସଫଳତା ପ୍ରାପ୍ତ କଲୁ। ଏବେ ଜିଲ୍ଲାର କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁକୂଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ପୁରୀ ଜିଲ୍ଲାସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଏବଂ ଭବିଷ୍ୟତ ଉଜ୍ଜଳ ହୋଇଥିବା ବେଳେ ସାରସ୍ୱତ ସାଧକମାନଙ୍କର ଲେଖନୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ମତବ୍ୟକ୍ତ କରିଥିଲେ। ପୁରୀରେ ପେଣ୍ଟକଟା ସ୍ଥିତ ITI କଲେଜ ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ନୂତନ କାର୍ଯ୍ୟାଳୟ। ଡିଷ୍ଟ୍ରିକ୍ଟ ଲେବୁଲ ଫେଡେରେସନ୍ ନେଇ ଟ୍ରେନିଂ, ଦକ୍ଷତା ବିକାଶ ଓ ରାତ୍ରି ରହଣି ପାଇଁ ଏହି ଶକ୍ତି କେନ୍ଦ୍ର ଆବଶ୍ୟକତା ପୂରଣ କରିବ। ତେବେ ଆଗାମୀ ଦିନରେ ଏହି କେନ୍ଦ୍ର ନିକଟରେ ଏକ ସୁଭଦ୍ରା ଶକ୍ତି ସୁପର ବଜାର ହେବା ସହ ମହିଳା ବିକାଶର କେନ୍ଦ୍ରସ୍ଥଳୀ କରିବାକୁ ଯୋଜନା ରଖାଯାଇଅଛି। ପୁରୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କ ଓ ଶ୍ରଦ୍ଧାର ମିଳିତ ଅନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରିଧାନର ଗୁରୁତ୍ୱ, ଭାରତୀୟ ପରମ୍ପରା ଏବଂ ଭୋକାଲ ଫର ଲୋକାଲ ବାର୍ତ୍ତାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବୃଦ୍ଧି ପାଇଁ ଅତିଥିମାନେ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଦ ଫ୍ୟୁଚର ଅଫ୍ ହ୍ୟୁମାନିଟି ପକ୍ଷରୁ ପୁରୀ ଘୋଡ଼ାବଜାର ନିକଟ ବୁଦ୍ଧ ମନ୍ଦିରଠାରେ 81ତମ ହିରୋସୀମା ଦିବସ ପାଳିତ ହୋଇଥିବା ବେଳେ ଶାନ୍ତିର ବାର୍ତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ହିରୋସୀମା ଓ ନାଗାସାକିରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ସ୍ମୃତିରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ପରିଶେଷରେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇ ଶାନ୍ତିର କପୋତ ଉଡ଼ାଯାଇଥିଲା। ଏହାପରେ ବୁଦ୍ଧ ମନ୍ଦିରଠାରୁ ପୁରୀ ଜିଲ୍ଲା ସ୍କୁଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।